ଜୟ ଗୁରୁ। ଥରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ମା ସୀତାଙ୍କୁ ଯେତେବେଳେ ରାବଣ ଅପହରଣ କରି ନେଇଛି, ଏ ପାରିପାର୍ଶ୍ୱିକ ଘଟଣାରୁ ଜଣାଯାଏ ଯେ ରାବଣ ହିଁ ଲଙ୍କାକୁ ମା ଜାନକୀକୁ ନେଇଯାଇଛି। ରାମଚନ୍ଦ୍ର ମା ସୀତାଙ୍କର ଅନୁସନ୍ଧାନରେ ଥାନ୍ତି। ହନୁମାନ ଆସିକି ପ୍ରଭୁ ରାମଙ୍କ ପାଖରେ ଶରଣାପନ୍ନ ନେଇଥାଏ। ପ୍ରଭୁ ରାମଙ୍କର ଅତି ଭକ୍ତିନିଷ୍ଠା ହନୁମାନର ତାର ବି ରାସ୍ତା ପ୍ରକଟ କରିଛନ୍ତି ପ୍ରଭୁ ରାମଚନ୍ଦ୍ର ଯେ ହନୁ ତୁ ହିଁ ଏକମାତ୍ର ସୀତାଙ୍କର ସନ୍ଧାନ ମୋତେ ଦେଇପାରିବ। ହନୁମାନ ଏ କଥା ଶୁଣିକିରି ଆଶ୍ଚର୍ଯ୍ୟ ହେଉଛି ଯେ ଏ ଯେଉଁ ସମୁଦ୍ରକୁ ଚାହିଁକି ଦେଖିଲାକୁ ତାର ଆତ୍ମହରା ହେଇଯାଉଛି। ଲଙ୍କାକୁ ମୁଁ ଯିବି କେମିତି? ପ୍ରଭୁଙ୍କର ଆଦେଶ କିଭଳି ଭାବରେ ପାଳନ କରିବି? ନିଜ ତାର ନିଜର ସନ୍ଦେହ ସୃଷ୍ଟି ହେଉଥାଏ। ଏହି ସମୟ ପାଖରେ ଠିଆ ହେଇଥିଲେ କି ଜାମ୍ବବାନ ହଠାତ୍ ତାକୁ ମନେ ପକେଇ କହୁଛି, ରେ ହନୁ ତୋର କ'ଣ ମନେ ନାହିଁ? ହନୁମାନ ତାଙ୍କ ମୁହଁକୁ ଚାହିଁକି ଆଶ୍ଚର୍ଯ୍ୟ କହୁଛି, କ'ଣ? ତୁ ରୁଦ୍ର ଅବତାର, ତୁ ହଉଛି ଶିବଙ୍କର ଅବତାର। ତୋର ପୂର୍ବଜନ୍ମ କଥା ମନେ ପଡୁନି? ଏଇ ଯୋଉ ସୂର୍ଯ୍ୟ ତୁ ଲାଲ ଟୁକଟୁକ ଫଳ ଭାବି ଦିନେ ତାଙ୍କୁ ଖାଇବାକୁ ପଡଉଥିଲୁ। ତାର ଅତୀତରେ ଯେ ସମସ୍ତ କଥା ଯଦି ମନେ ପକେଇ ଦେଇଛନ୍ତି ଜାମ୍ବବାନ, ହନୁମାନରେ ଅନନ୍ତ ବଳର ସମ୍ଭାବନା ସୃଷ୍ଟି ହେଇଛି। ଅଖଣ୍ଡ ବିଶ୍ୱାସରେ ଜୟ ଶ୍ରୀରାମ କରିକିରି ଏ ସମୁଦ୍ରରେ ଲମ୍ପ ପ୍ରଦାନ କରିଛି। ଏ ଲଙ୍କା ଉପରେ ଉଡୁଛି, କୋଉଠି ଓହ୍ଲେଇବ, ମାଙ୍କର ଜାନକୀଙ୍କର ସନ୍ଧାନ ପାଇବ। ଦେଖିଲା ଗୋଟେ ଘର ଆଗରେ ତୁଳସୀ ଗଛଟିଏ ଅଛି। ମନେ ଭାବିଲା ତୁଳସୀ ଗଛ ତାହେଲେ ନିଶ୍ଚୟ ରାମ ଭକ୍ତ ହେଇଥିବ। ସେଇଠୁ ଓହ୍ଲେଇ ପଡ଼ି କବାଟରେ ହାତ ବଢ଼େଇ ଦେଇଛି। ବାହାରି ପଡ଼ିଛନ୍ତି ଭକ୍ତ ବିଭୀଷଣ। ହନୁମାନ ଉଚ୍ଚସ୍ୱରରେ କହୁଛି, ଜୟ ଶ୍ରୀରାମ। ବିଭୀଷଣ ସାଙ୍ଗେ ସାଙ୍ଗେ ହନୁମାନର ପାଟିରେ ହାତ ଦେଇ ଦେଇଛନ୍ତି। ରେ ଭାଇ, ଏଇଟା ହଉଛି ଲଙ୍କା। ଏଠିକାର ସାମ୍ରାଜ୍ୟର ରାଜା ସମ୍ରାଟ ହଉଛନ୍ତି ଲଙ୍କାଧିପତି ରାବଣ। ଏଠି ରାମ ନାମ ନାହିଁ। ଆଉ ମୁଁ ରାମ ନାମ ଜପ କରୁଛି ବୋଲିକିରି ରାବଣ ମୋତେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ଧମକ ଦେଇଛନ୍ତି। ଯଦି ମୁଁ ରାମ ନାମ ନ ଛାଡ଼ିବି ତାହେଲେ ମୋତେ ମୃତ୍ୟୁଦଣ୍ଡ ଦିଆଯିବ। ହନୁମାନ ହସିଲା, କହିଲା, ପୁରୀ ପ୍ରଭୁଙ୍କର ନାମରେ ପୁରୀ ମୃତ୍ୟୁଦଣ୍ଡ? ହେଲେ ତୁମକୁ ଯେତେବେଳେ ଶୂଳିଖୁଣ୍ଟରେ ଠିଆ କରି ପଚାରିବ ରାବଣ, ରାମ ନାମ ଛାଡ଼ିବୁ ନା ନାହିଁ, ଆପଣ ହାତ ଯୋଡ଼ିକିରି କହିବେ, ମୋର ଜ୍ୟେଷ୍ଠ ଭ୍ରାତା ହଉଛନ୍ତି ପିତୃ ସମ, ଆଉ ଭାଉଜ ହଉଛନ୍ତି ମୋର ମାତୃତୁଲ୍ୟା। ଇଏ ଦିନ ନାଁକୁ ମୁଁ ଜମା ଛାଡ଼ିବି ନାହିଁ। ତ ରାବଣ ଆଶ୍ଚର୍ଯ୍ୟ ପଚାରିବ, କି ରାମ ନାଁ କ'ଣ ଛାଡ଼ିବୁନୁ? ନା ଆପଣଙ୍କର ନାଁ କ'ଣ? ରାବଣ। ରାବଣର ପ୍ରଥମ ଅକ୍ଷର ରା। ଭାଉଜଙ୍କର ନାଁ କ'ଣ? ନା ମନ୍ଦୋଦରୀ। ମନ୍ଦୋଦରୀ ପ୍ରଥମ ଅକ୍ଷର କ'ଣ? ନା ମ। ତେଣୁ ଆପଣଙ୍କର ଉଭୟଙ୍କର ଆଦ୍ୟକ୍ଷର ନାମକୁ ନେଇ ସେ ରାମ ନାମ କେବେ ଛାଡ଼ିପାରିବେ ନାହିଁ। ଆଶ୍ଚର୍ଯ୍ୟ ହେଇଗଲା ସେଦିନ ବିଭୀଷଣ। ପ୍ରାୟ ହନୁ, ତୁ ହିଁ ପ୍ରକୃତରେ ରାମ ଭକ୍ତ। ଯେ ଜଣ କୃଷ୍ଣ ଭଜେ ସେ ବଡ଼ ଚତୁର। ଯେ ଜୀବନ ସର୍ବସ୍ୱ ପ୍ରଭୁଙ୍କୁ କରେ, ଅଖଣ୍ଡ ବିଶ୍ୱାସରେ ତାଙ୍କର ନାମ କରେ, ତାର ଉପସ୍ଥିତି ବୁଦ୍ଧି ସଜାଗ ରହେ। କୋଉ ଅବସ୍ଥାରେ କିଭଳି ଭାବରେ କ'ଣ କରି କିଭଳି ପରିସ୍ଥିତି ଆୟତ୍ତ କରିବାକୁ ହବ, ସେଇଟା ତା ଭିତରେ ପ୍ରଭୁ ଯୋଗେଇ ଦିଅନ୍ତି। ନାସ୍ତିର ବୁଦ୍ଧିର ଯୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନା। ଯେ ଯୁକ୍ତ ନୁହେଁ ତାର ଭାବନାର ଉଦୟ ହୁଏ ନା। ଯାହାର ଭାବନା ନାହିଁ ତାର ଭାବ ଆସିବ କେମିତି?
ସେଇଠି ବିଭୀଷଣ କହିଛି ପ୍ରକୃତିରେ ତୁମେ ହିଁ ରାମ ଭକ୍ତ। ତ ଯୁକ୍ତ ହେବାକୁ ପଡ଼ିବ ଅଖଣ୍ଡ ବିଶ୍ୱାସର ସହିତ। ପରମଦାସୀ ଠାକୁର ଭାବ ସମାଧି ଅବସ୍ଥାରେ କହୁଛନ୍ତି, ଜ୍ୟୋତିଷ ଦା নিঃসন্দিত চিত্তে বিশ্বাস করে প্রাণে প্রাণে নাম কর, যা ভাবছে হবে না তাই হবে, অসম্ভব সম্ভব হবে, অসম্ভব সম্ভব হবে, অসম্ভব সম্ভব। নামকে বিশ্বাস কর, আমাকে বিশ্বাস কর। শাস্ত্র ସେଥିପାଇଁ କହେ ବିଶ୍ୱାସ ମିଳଇ ହରି ତର୍କେ ବହୁତ। ଯାହାର ବିଶ୍ୱାସ ଯେତେ କମ୍ ସେ ସେତେ ଅନଡେଭଲପଡ, ତାର ବୁଦ୍ଧି କମ୍ ତୀକ୍ଷ୍ଣ। ତମେ ପଣ୍ଡିତ ହେଇପାର କିନ୍ତୁ ଅବିଶ୍ୱାସୀ ହୁଅ ତାହେଲେ କଳଗଣ ରେକର୍ଡ କରି ତୁମେ। ବିଶ୍ୱାସ କରିବା, ତାଙ୍କର ନାମକୁ ବିଶ୍ୱାସ କରିବା, ତାଙ୍କୁ ବିଶ୍ୱାସ କରିବା, ଏ ବିଶ୍ୱାସ ହିଁ ତାଙ୍କ ପାଖରେ ପହଞ୍ଚି ଦେବା ପାଇଁ ଆମକୁ ସହଜ କରିଦେବ। ନିଶ୍ୱାସ ଯଦି ଏକବାର ହୁଏ, ନାମ ହବ 2 ବାର, 4 ବାର, 6 ବାର, 8 ବାର, 10 ବାର। ତେଣୁ ଉଷାରେ ନିଶାରେ ମନ୍ତ୍ର ସାଧନ, ଝଲାଏ ଫେରାଏ ଜପ, ଯଥା ସମିଷ୍ଟ ନିର୍ଦ୍ଦେଶ ମୂର୍ତ୍ତ କରାଇତ। ଏ ମନ୍ତ୍ରକୁ ସାଧନ କରିବାକୁ ହବ, ରକ୍ତ କରିବାକୁ ହବ, নামর নিশা করিয়াকু হব। এই নাম করতে করতে নাম যখন তোমাকে পেয়ে বসবে তখন আর নাম ছেড়তে পারবো না। নামের নিশা করা লাগে, কেবল নাম নাম নাম। নাম হি মଣିষ ভিতরে শক্তি সৃষ্টি করিব, গোটে ভাইটাল এনর্জি সৃষ্টি হব, চুম্বকীয় আকর্ষণীয় ভাষা চাহাণী হস মଣିষর সৃষ্টি হব। ঠাকুর প্রেম উপরে আকর্ষণ করা কিଏ? আরে প্রেম হি একমাত্র অস্ত্র যাହା জগৎକୁ আকর্ষণ କରିପାରିବ। লভ and name can conquer the whole universe. Love and service can conquer the heart. ହୃଦୟକୁ ଯଦି ଜୟ କରିବାକୁ ଚାହୁଁ ତାହେଲେ ଭଲ ପାଇବା ଆଉ ସେବା ହେଉଛି ମାଧ୍ୟମ। ଆରି ଭିତରେ ଗୋଟେ ମଣିଷର ହୃଦୟକୁ ତୁ ଜୟ କରିବୁ। ଯାଜନ ମାନେ କଣ ଜାଣୁ? ଭଗବତ ଅର୍ଥ ଉଦ୍ଦେଶ୍ୟରେ ମଣିଷ ହୃଦୟକୁ କିଡନାପ କରିବା ହେଉଛି ଯାଜନ। ମଣିଷ ହୃଦୟକୁ ଜୟ କରିବା, ସେବାର ଭିତର ଦେଇ, ଭଲ ପାଇବାର ଭିତର ଦେଇ ତାର ବିଶ୍ୱାସ ଭାଜନ ହେବାକୁ ପଡିବ। ଛଳେ ବଳେ କଳେ କୌଶଳୀ ଯେ ସର୍ବଭୂତର ମଙ୍ଗଳ ଯତ୍ନବାନ ତାଙ୍କରି ଅନୁସରଣ କର। ମଣିଷର ମଙ୍ଗଳ କରିବାକୁ ହେଲେ ଅନେକ ବୁଦ୍ଧି ଖଟିବାକୁ ପଡିବ, ଅନେକ ପ୍ରକାର ଉପାୟକୁ ଅବଲମ୍ବନ କରିବାକୁ ପଡିବ। ମଣିଷ କିନ୍ତୁ ମଙ୍ଗଳ କରିବି, ତା ଭିତରେ ଇଷ୍ଟ ପ୍ରତିଷ୍ଠା କରିବି। ଯଦନ ଯାଦନ ଇଷ୍ଟଭୂତି ଏଇ ଜୀବନର ଧର୍ମ, ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ହିଁ ଏଇ ଜୀବନ କର୍ମ। ଆସନ୍ତୁ ଆମେ ପ୍ରତିଟା ମଣିଷର ପାଖକୁ ପହଞ୍ଚିବା, ପ୍ରତିଟା ହୃଦୟ ପାଖକୁ ଛୁଇଁବା, ପ୍ରତିଟା ପରିବାର କରାଘାତ କରିବା। ନକ୍ ଏଭ୍ରି ଡୋର ସାଲ୍ ଓପନ୍ ଟୁ ୟୁ। ପ୍ରତି ଘରକୁ କରାଘାତ କର, ତୁମ ପାଇଁ ପ୍ରତ୍ୟେକ ଘର ଖୋଲା ରହିଛି। ମଣିଷ ତୁମକୁ ଆପଣାର କରିବାକୁ ଚାହିଁ ରହିଛି, କିନ୍ତୁ ତୁମେ ମଣିଷକୁ ଆପଣାର କରିବାକୁ ଚାହଁ ନା, ଆପଣାର କରିବାକୁ ଚେଷ୍ଟା କର ନା। କିନ୍ତୁ ମଣିଷ ତୁମର ଆପଣାର ହେବାକୁ ଚାହିଁ ବସିଛି। ଆସ ମଣିଷକୁ ଆପଣାର କରିବା, ମଣିଷକୁ ନିଜର କରିବା। ମଣିଷ ଯାହାର ସ୍ୱାର୍ଥ ହୁଏ ଜୀବନ ତାର ବ୍ୟର୍ଥ ନୁହେଁ। ଟଙ୍କାର ଯତ୍ନ କର ବା ନ କର, ଲୋକର ଯତ୍ନ କରି ଚାଲ, ଲକ୍ଷ୍ମୀ କେଶବ ରହିବେ ବନ୍ଧା, ବିଭବତୀ ହେବୁ ଅଟଳ। ମଣିଷ ବଞ୍ଚାଅ, ମଣିଷକୁ ରକ୍ଷା କର। ଆଜି ମଣିଷଙ୍କ ବିରାଟ ବିପନ୍ନ ଅବସ୍ଥାରେ ପହଞ୍ଚିଛି। ତାର ଘର ସଂସାର ମନ ଆଜି ବିପର୍ଯ୍ୟସ୍ତ ହେଇଯାଇଛି। ଏଇ ପ୍ରେମ ଧାରା, ଏଇ ପ୍ରେମର ଫଲକୁ ଧାରା, ଏଇ ପ୍ରେମର ବନ୍ୟା ସୃଷ୍ଟି କରିବାକୁ ହବ। ଏଇ ମଣିଷକୁ ରକ୍ଷା କରିବାକୁ ହବ। ସେ ପ୍ରେମମୟଙ୍କର ବାର୍ତ୍ତାକୁ ନେଇ, ପ୍ରେମମୟଙ୍କ ପ୍ରେମକୁ ନେଇ
ତାଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଆସନ୍ତୁ ଆମେ ସେଇଥିରେ ଜୀବନକୁ ଉତ୍ସର୍ଗ କରିବା। ଯେ ବି ପ୍ରେମ ପାଇଁ ଜୀବନ ଦାନ କରେ ସେ ପ୍ରେମର ଜୀବନ ଲାଭ କରେ। ଜୟ ଗୁରୁ।